ନମସ୍କାର। ଧର୍ମର ନାମ, ଉପାସନା ସ୍ଥଳ ଏବଂ ଧର୍ମ ଗ୍ରନ୍ଥର ନାମ ବିଷୟରେ ଆମେ ଜାଣିବା। ପ୍ରଥମେ ଜାଣିବା ହିନ୍ଦୁ ଧର୍ମ। ହିନ୍ଦୁ ଧର୍ମର ଉପାସନା ସ୍ଥଳ ହେଉଛି ମନ୍ଦିର ଏବଂ ଧର୍ମ ଗ୍ରନ୍ଥର ନାମ ହେଉଛି ଗୀତା। 2 ନମ୍ବର ମୁସଲମାନ। ମୁସଲମାନ ମାନଙ୍କର ଉପାସନା ସ୍ଥଳ ହେଉଛି ମସଜିଦ୍ ଏବଂ ଧର୍ମ ଗ୍ରନ୍ଥର ନାମ ହେଉଛି କୋରାନ। 3 ନମ୍ବର ଖ୍ରୀଷ୍ଟିଆନ। ଖ୍ରୀଷ୍ଟିଆନ ମାନଙ୍କର ଉପାସନା ସ୍ଥଳ ହେଉଛି ଗିର୍ଜା ଏବଂ ଧର୍ମ ଗ୍ରନ୍ଥର ନାମ ହେଉଛି ବାଇବେଲ। 4 ନମ୍ବର ଶିଖ। ଶିଖ ମାନଙ୍କର ଉପାସନା ସ୍ଥଳ ହେଉଛି ଗୁରୁଦ୍ୱାର ଏବଂ ଧର୍ମ ଗ୍ରନ୍ଥର ନାମ ହେଉଛି ଗ୍ରନ୍ଥ ସାହେବ। 5 ନମ୍ବର ବୌଦ୍ଧ। ବୌଦ୍ଧ ମାନଙ୍କର ଉପାସନା ସ୍ଥଳ ହେଉଛି ବୌଦ୍ଧ ବିହାର ଏବଂ ଧର୍ମ ଗ୍ରନ୍ଥର ନାମ ହେଉଛି ତ୍ରିପିଟକ। ଜୟ ଜଗନ୍ନାଥ।